ସାମ୍ପ୍ରଦାୟିକତାବାଦ ବା କମ୍ୟୁନାଲିଜିମ୍ ହେଲା। ଜାତି, ଧର୍ମ, ଭାଷା, ସଂସ୍କୃତି ଇତ୍ୟାଦି ମଧ୍ୟରୁ ଯେକୌଣସିଟି ଆଧାରରେ ସଂଗଠିତ ଗୋଟିଏ ଗୋଷ୍ଠୀର ସମୁଦାୟ ଲୋକଙ୍କୁ ସମ୍ପ୍ରଦାୟ କୁହାଯାଏ। ସମ୍ପ୍ରଦାୟ କ'ଣ? ନା ଜାତି, ଧର୍ମ, ଭାଷା, ସଂସ୍କୃତି ଇତ୍ୟାଦି ମଧ୍ୟରୁ ଯେକୌଣସିଟି ଆଧାରରେ ସଂଗଠିତ ଗୋଟିଏ ଗୋଷ୍ଠୀର ସମୁଦାୟ ଲୋକଙ୍କୁ, ସେ କହୁଛି ଯେ ଗୋଟିଏ ଗୋଷ୍ଠୀର ସମୁଦାୟ ଲୋକଙ୍କୁ ମାନେ ସମ୍ପ୍ରଦାୟ କୁହାଯାଏ। ସେ ଯେକୌଣସି ଜାତିର ହେଇଥାନ୍ତୁ, ଧର୍ମର ହେଇଥାନ୍ତୁ, ଭାଷାର ହେଇଥାନ୍ତୁ, ସଂସ୍କୃତିର ହେଇଥାନ୍ତୁ, ତାକୁ କମ୍ୟୁନିଟି ବା ସମ୍ପ୍ରଦାୟ କୁହାଯାଏ। ସମ୍ପ୍ରଦାୟ ଏକ ସ୍ୱାଭାବିକ ଗୋଷ୍ଠୀ ହେଲା। ନିଜ ସମ୍ପ୍ରଦାୟକୁ ଭଲ ପାଇବା ଓ ତାହାର ଉନ୍ନତି କରିବା ଦୋଷାବହ ନୁହେଁ। ତୁମେ ତୁମ ନିଜ ସମ୍ପ୍ରଦାୟକୁ ଭଲ ପାଇବ, ତାର ଉନ୍ନତି କରିବ, ସେଟା ଦୋଷାବହ ନୁହେଁ। ମାତ୍ର ଅନ୍ୟ ସମ୍ପ୍ରଦାୟ ପ୍ରତି ବିଦ୍ୱେଷ, ବିରୋଧାଭାସ, ହିଂସା କିମ୍ବା ଶତ୍ରୁତା ପ୍ରକଟ କରିବା ଅଥବା ତାହାର କ୍ଷତି ସାଧନ କରିବାକୁ ସାମ୍ପ୍ରଦାୟିକତାବାଦ କୁହାଯାଏ। ତୁମେ ନିଜ ଗୋଷ୍ଠୀ ବା ନିଜ ସମ୍ପ୍ରଦାୟକୁ ଭଲ ପାଇଲ, ସେଟା ଆକ୍ଚୁଆଲି ଦୋଷାବହ ନୁହଁ। କିନ୍ତୁ ଯଦି ତୁମେ ତୁମ ସମ୍ପ୍ରଦାୟକୁ ଛାଡ଼ିକି ଯଦି ଅନ୍ୟ ସମ୍ପ୍ରଦାୟର ଲୋକମାନଙ୍କୁ ହିଂସା କରିବ, ତାଙ୍କ ପ୍ରତି ବିଦ୍ୱେଷ ରଖିବ, ବିରୋଧାଭାସ ରଖିବ, ଶତ୍ରୁତା ପ୍ରକଟ କରିବ, ତାଙ୍କର କ୍ଷତି ସାଧନ କରିବ, ସେଇଟାକୁ କୁହାଯାଉଛି ସାମ୍ପ୍ରଦାୟିକତାବାଦ। ଧାର୍ମିକ ସାମ୍ପ୍ରଦାୟିକତାବାଦ ଭାରତୀୟ ସମାଜ ଓ ଶାସନ ବ୍ୟବସ୍ଥାକୁ ଏପରି ପ୍ରଭାବିତ କରିଛି ଯେ ଅନ୍ୟ ସମସ୍ତ ପ୍ରକାର ସାମ୍ପ୍ରଦାୟିକତାବାଦ ଗୌଣ ଓ ନିଷ୍ପ୍ରଭ ମନେ ହୁଏ। ସେଗଲା। ତେଣୁ ଭାରତରେ ସାମ୍ପ୍ରଦାୟିକତାବାଦ କହିଲେ ମୁଖ୍ୟତଃ ଧାର୍ମିକ ସାମ୍ପ୍ରଦାୟିକତାବାଦକୁ ହିଁ ବୁଝାଏ। ସେ କହୁଛି ଭାରତୀୟ ସମାଜ ଓ ଶାସନ ବ୍ୟବସ୍ଥାକୁ ସାମ୍ପ୍ରଦାୟିକତାବାଦ ଏମିତି ପ୍ରଭାବିତ କରିଛି ଯେ ଅନ୍ୟ ସମସ୍ତ ପ୍ରକାର ସାମ୍ପ୍ରଦାୟିକତାବାଦ ଗୌଣ ଓ ନିଷ୍ପ୍ରଭ ମନେ ହୁଏ। ଠିକ୍ ଅଛି। ମେନ୍ ହେଲା ଧାର୍ମିକ ସାମ୍ପ୍ରଦାୟିକତାବାଦଟାକୁ ବୁଝଉଛି ସାମ୍ପ୍ରଦାୟିକବାଦ। ଯେଉଁ ହିନ୍ଦୁ, ମୁସଲିମ, ଖ୍ରୀଷ୍ଟିଆନ, ଜୈନ, ସେ ଯେଉଁ ଧାର୍ମିକ ସାମ୍ପ୍ରଦାୟିକ ମାନେ ସମ୍ପ୍ରଦାୟ ଭିନ୍ନ ଭିନ୍ନ, ତାଙ୍କ ଭିତରେ ସେଇ ଯେଉଁ ଭେଦଭାବ, ହିଂସା, ଦ୍ୱେଷ ଆଉ କ୍ଷତି ସାଧନ କରିବାକୁ ମନ, ସେଇଟାକୁ କହୁଛନ୍ତି ସାମ୍ପ୍ରଦାୟିକତାବାଦ। ଭାରତର ଅଧିକାଂଶ ରାଜ୍ୟ ଓ ବିଭିନ୍ନ ଅଞ୍ଚଳରେ ସାମ୍ପ୍ରଦାୟିକତା ଉତ୍ତେଜନା ଓ ଦଙ୍ଗା ଦେଖାଯାଇଛି। ବିଭିନ୍ନ ଅଞ୍ଚଳରେ ବିଭିନ୍ନ ରାଜ୍ୟରେ ଏଭଳିଆ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ଆଉ ଦଙ୍ଗା ଦେଖାଯାଇଛି। କେତେକ ଅଞ୍ଚଳରେ ଏହା ନିୟମିତ ଘଟଣା। ସ୍ୱାଧୀନତା ପରଠାରୁ ଏପର୍ଯ୍ୟନ୍ତ ଦେଶରେ ଛୋଟ ବଡ଼ ହଜାର ସାମ୍ପ୍ରଦାୟିକ ଦଙ୍ଗା ଘଟି ଅନେକ ଧନଜୀବନ ହାନି ଘଟିଲାଣି। କେବଳ 1967ରୁ 2002 ମଧ୍ୟରେ ପ୍ରାୟ 240ଟି ବଡ଼ ଧରଣର ସାମ୍ପ୍ରଦାୟିକତା ଦଙ୍ଗା ଘଟିଛି। ବୁଝିହେଲା? କ'ଣ? ସେ କହୁଛି ଭାରତରେ ସାମ୍ପ୍ରଦାୟିକତାବାଦ ବିଶେଷ କରି ଧାର୍ମିକ ଓ ସାମ୍ପ୍ରଦାୟିକତାବାଦର କାରଣମାନ ନିମ୍ନରେ ପ୍ରଦାନ କରାଗଲା। କେଉଁ କାରଣରୁ ସାମ୍ପ୍ରଦାୟିକତାବାଦ ଭାରତରେ ଘଟୁଛି? ସେ କହୁଛି ପ୍ରଥମ ପଏଣ୍ଟ ହେଲା ବିକୃତ ମାନସିକତା, ଡିଷ୍ଟର୍ଟେଡ୍ ମେଣ୍ଟାଲିଟି। ମାନେ ଯେଉଁ ସାମ୍ପ୍ରଦାୟିକ ବିଦ୍ୱେଷ କେତେକ ଲୋକ ଓ କେତେକ ନେତାଙ୍କୁ ସ୍ଥାୟୀ ଭାବରେ ଆଚ୍ଛନ୍ନ କରି ରଖିଛି। ସେ କ'ଣ କହୁଛି? ମାନେ କିଛି ଲୋକ, କିଛି ନେତାଙ୍କୁ ସାମ୍ପ୍ରଦାୟିକତା ବିଦ୍ୱେଷ ଆଚ୍ଛନ୍ନ କରି ରଖିଛି। ଫଳରେ ପ୍ରତ୍ୟେକ ଧର୍ମରେ ଥିବା ମୌଳବାଦୀମାନେ ଏହାଦ୍ୱାରା ନିଜର ପରାକାଷ୍ଠା, ଗୁରୁତ୍ୱ ଓ ନେତୃତ୍ୱ ବୁଦ୍ଧିର ସ୍ୱପ୍ନ ଦେଖନ୍ତି। ଏକା ଧର୍ମର ଦୁଇ ପଡ଼ୋଶୀ ମଧ୍ୟରେ ବିବାଦ ଏକ ସାଧାରଣ ଘଟଣା ହୋଇଥିବା ବେଳେ ଘଟଣାଚକ୍ରରେ ସେ ଦୁହେଁ ଦୁଇ ଭିନ୍ନ ଧର୍ମ ସମ୍ପ୍ରଦାୟର ହୋଇଥିଲେ ଘଟଣାଟିକୁ ସାମ୍ପ୍ରଦାୟିକତାର ଆଖ୍ୟା ଦିଆଯାଏ। ଦୁଇ ପଡ଼ୋଶୀ ଯଦି କିଛି ଗୋଟେ ବିବାଦ ଲାଗିଲା, ସେଟା ସାଧାରଣ ଘଟଣା। କିନ୍ତୁ ଯଦି ଦୁଇ ଧର୍ମ ସମ୍ପ୍ରଦାୟର ଭିନ୍ନ ପଡ଼ୋଶୀ ହେଇଥିବେ, ସେଟାକୁ ସାମ୍ପ୍ରଦାୟିକତାର ଆଖ୍ୟା ଦେଇ ଦିଅନ୍ତି। ଏଇଟା ହେଉଛି ବିକୃତ ମାନସିକତା। ଏଇଟା ଧୀରେ ଧୀରେ ବଢ଼ିବାକୁ ଲାଗୁଛି। ମାନେ କ'ଣ ହେଉଛି? ନିଜ ଧର୍ମର ସମାଲୋଚନା କରିବା ହେଉଛି ଧର୍ମ ନିରପେକ୍ଷତା ଓ ଅନ୍ୟ ଧର୍ମର ଯଥାର୍ଥ ସମାଲୋଚନା ମଧ୍ୟ ସାମ୍ପ୍ରଦାୟିକତା। ଅନ୍ୟ ଧର୍ମକୁ ଯଦି ତୁମେ ନିନ୍ଦା କଲ, ଘୃଣା କଲ ଆଉ ହିଂସା କରେଇଲା ଭଳିଆ କଥା କହିଲ, ସେଇଟାକୁ ବି କୁହାଯାଉଛି ସାମ୍ପ୍ରଦାୟିକତା। ତାପରେ ମନ୍ଦ ଅତୀତର ପ୍ରଭାବ।
ମାନେ ଅତୀତ ଆମ ଇତିହାସରେ ବହୁତ ଘଟଣା ଅଛି ଯେଉଁଥିରେ ଧର୍ମ ମଧ୍ୟରେ ମାଡ଼ଗୋଳ ଲାଗିଛନ୍ତି। ହିନ୍ଦୁ ଆଉ ମୁସଲମାନ ମାନଙ୍କ ମଧ୍ୟରେ ଗଣ୍ଡଗୋଳ ହେଇଛି। ସେଗୁଜି ବହୁତ ଉଦାହରଣ ଅଛି। ଦେଖ କୋଉଠି ନା ମୁସଲମାନ ଶାସକମାନେ ଭାରତରେ ଶାସନ କରିବା ସମୟରେ ସେହି ସମ୍ପ୍ରଦାୟର ଲୋକମାନେ ବିଦେଶଗତ ହୋଇଥିଲେ ମଧ୍ୟ ପ୍ରାଧାନ୍ୟ ଲାଭ କରୁଥିଲେ। ଦେଶର ମୂଳ ବାସିନ୍ଦା ହିନ୍ଦୁମାନେ ସଂଖ୍ୟାଗରିଷ୍ଠ ଥିଲେ ମଧ୍ୟ ଅବହେଳିତ ଅତ୍ୟାଚାରିତ ହେଉଥିଲେ। ସେ କ'ଣ କହୁଛନ୍ତି, ଭାରତକୁ ତ ବହୁତ ଗୁଡ଼ାଏ ଶାସକ ଶାସନ କରିବାକୁ ଆସିଛନ୍ତି। ଆମର ମୂଳ ବାସିନ୍ଦା ହେଉଛନ୍ତି ଭାରତର ହିନ୍ଦୁ ଆଉ ମୁସଲମାନଙ୍କ ମଧ୍ୟରେ ଅତୀତରେ ବହୁତ ଝଗଡ଼ା, ବହୁତ ବିବାଦ ଦେଖାଯାଇଛି। ଉଦାହରଣ, ଗଜନୀର ସୁଲତାନ ମାମୁଦ ସୁଲତାନ ମହମ୍ମଦ ଅଫ ଗଜନୀ 17 ଥର ଭାରତ ଆକ୍ରମଣ କରିଥିଲେ। ବୁଝିପାରିଲ? ମୁସଲମାନ ଶାସକମାନଙ୍କ ଦ୍ୱାରା ହିନ୍ଦୁ ମନ୍ଦିର ଧ୍ୱଂସ, ସେଗୁଡ଼ିକ ଉପରେ ମୁସଲମାନ ଧର୍ମପୀଠ ନିର୍ମାଣ, ଆଉରଙ୍ଗଜେବ ଜିଜିଆ କର ଆଦି ଘଟଣାମାନ ହିନ୍ଦୁମାନଙ୍କ ମଧ୍ୟରେ ବିଦ୍ୱେଷ ଭାବକୁ ପୁଞ୍ଜୀଭୂତ କରିଥିଲା। ମାମୁଦ ଗଜନୀ ଜଣେ ଥିଲେ ରାଜା। ସେ କ'ଣ କରିଥିଲେ, ଭାରତକୁ 17 ଥର ଆକ୍ରମଣ କରିଥିଲେ। ଯେତିକି ସବୁ ହିନ୍ଦୁ ମନ୍ଦିର ଅଛି ସବୁ ମନ୍ଦିର ଗୁଡ଼ାକୁ ଭାଙ୍ଗିରୁଛି, ଧର୍ମପୀଠ ନିର୍ମାଣ ମାନେ ଭାଙ୍ଗିଦେଲେ ହିନ୍ଦୁ ମନ୍ଦିର ଗୁଡ଼ାକୁ, ତାଙ୍କ ଦେବାଦେବୀଙ୍କୁ ଭାଙ୍ଗିକି ମୁସଲମାନ ଧର୍ମପୀଠ ସେଇ ଉପରେ ନିର୍ମାଣ କଲେ। ଆଉରଙ୍ଗଜେବ ଜଣେ ରାଜା ଥିଲେ ମୋଗଲ ବଂଶର। ସିଏ କ'ଣ କଲେ ନା ଯେଉଁମାନେ ହିନ୍ଦୁ ତାଙ୍କ ଉପରେ ଗୋଟେ କର ବା ଟ୍ୟାକ୍ସ ଲଗେଇଲେ, କହିଲେ ତୁମେ ହିନ୍ଦୁ ଅଲବତ ଏଇ କରଟା ଦେବ। ସେଟା ହେଉଛି ଜିଜିଆ କର। ଏଇଟା ହେଉଛି ମାନେ କ'ଣ କହିଲ ସାମ୍ପ୍ରଦାୟିକବାଦର ଉଦାହରଣ। ଇଂରେଜ ଶାସକମାନେ ସାମ୍ପ୍ରଦାୟିକ ବିଷ ବପନ କରି ଭାରତୀୟମାନଙ୍କୁ ବିଭାଜିତ କରିବାକୁ ଚାହିଁଲେ। ମାନେ ଆମ ଭାରତରେ କ'ଣ କି ହିନ୍ଦୁ, ମୁସଲିମ, ଖ୍ରୀଷ୍ଟିଆନ, ଜୈନିଜିମ୍, ବୌଦ୍ଧିଜିମ୍ ବହୁତ ସମ୍ପ୍ରଦାୟର ଲୋକ ଅଛନ୍ତି। ତାଙ୍କ ଭିତରେ ଇଂରେଜମାନେ କ'ଣ କଲେ, ଗୋଟେ ସାମ୍ପ୍ରଦାୟିକତାବାଦ ମାନେ ଭାଗ କରିଦେଲେ, ଡିଭାଇଡ୍ ଆଣ୍ଡ ରୁଲ୍ ହେଲା, ସେଇଟା କଲେ। 1905ର ବଙ୍ଗ ବିଭାଜନ ପଛରେ ସାମ୍ପ୍ରଦାୟିକ ଚିନ୍ତାଧାରା ହିଁ ମୁଖ୍ୟ ପ୍ରେରଣା ଥିଲା। 1909 ମସିହାରେ ମର୍ଲେ ମିଣ୍ଟୋ ସଂସ୍କାର, 1919 ମସିହାରେ ମଣ୍ଟେଗୁ ଚେମ୍ସଫୋର୍ଡ ସଂସ୍କାର ମାଧ୍ୟମରେ ବ୍ରିଟିଶ ସରକାର ସାମ୍ପ୍ରଦାୟିକତାବାଦର ଅନୁଷ୍ଠାନୀକରଣ କରିବାକୁ ଯାଇ ବିଭିନ୍ନ ସମ୍ପ୍ରଦାୟ ନିମନ୍ତେ ପୃଥକ ନିର୍ବାଚନ ଗୋଷ୍ଠୀ ସୃଷ୍ଟି କଲେ। ଇଂରେଜମାନେ କ'ଣ କଲେ, ମୁସଲମାନଙ୍କ ପାଇଁ ଅଲଗା ଗୋଷ୍ଠୀ କରିଦେଲେ, ଆଉ ହିନ୍ଦୁମାନଙ୍କ ପାଇଁ ଗୋଟେ ଅଲଗା ଗୋଷ୍ଠୀ। ତାଙ୍କ ପାଇଁ ମାନେ କ'ଣ କଲା, ଯେଉଁ ସାମ୍ପ୍ରଦାୟିକତାବାଦଟାକୁ ମାନେ ବଢ଼େଇଲେ। ତାଙ୍କ ନିର୍ବାଚନ ମାନେ ଭୋଟ ଇଲେକ୍ସନ ସିଷ୍ଟମଟାକୁ ଅଲଗା କରିଦେଲେ। ଯାହାଫଳରେ ମୁସଲମାନ ଲୋକମାନେ ମୁସଲମାନଙ୍କୁ ଦେବେ, ହିନ୍ଦୁମାନେ ହିନ୍ଦୁକୁ ଦେବେ। ତାଙ୍କ ମନ ଭିତରେ ସେ ସାମ୍ପ୍ରଦାୟିକତାବାଦଟା ରହିଲା। ମୁସଲିମ ଲିଗର ଜିଦ୍ ଯୋଗୁଁ ଶେଷରେ 1947 ମସିହାରେ ଦେଶର ସାମ୍ପ୍ରଦାୟିକ ବିଭାଜନ ଘଟିଲା। ଦେଶରେ ଭାଗ ହେଇଗଲା, ଗୋଟେ ହେଉଛି ପାକିସ୍ତାନ, ଗୋଟେ ହେଉଛି ଭାରତ। ସେଟା ମୁସଲିମ ଲିଗର ଜିଦି ଯୋଗୁଁ ହେଇଥିଲା। ବୁଝିହେଉଛି? ତାପରେ ଶାସନତନ୍ତ୍ର ଧର୍ମ ନିରପେକ୍ଷ ନୁହେଁ, ପଲିଟି ନଟ୍ ସେକୁଲାର। ସେ କହୁଛି, ତୁମେ ଜାଣିଥିବ ଧର୍ମ ନିରପେକ୍ଷତାର ପ୍ରକୃତ ଅର୍ଥ ହେଲା ରାଷ୍ଟ୍ର ନୀତି ଶିକ୍ଷା ଓ ଶିକ୍ଷା ବ୍ୟବସ୍ଥା ଧର୍ମଠାରୁ ପୃଥକ ସ୍ୱାଧୀନ ହେବା ଆବଶ୍ୟକ। ରାଷ୍ଟ୍ରର ନିଜସ୍ୱ ଧର୍ମ ନାହିଁ, ସେ କୌଣସି ଧର୍ମକୁ ବଡ଼ କି କୌଣସି ଧର୍ମକୁ ସାନ ଭାବେ ନାହିଁ। ଭାରତ ପ୍ରକୃତ ଧର୍ମ ନିରପେକ୍ଷ ରାଷ୍ଟ୍ର ନୁହେଁ। ସେ କାହିଁକି କହୁଛି ନା 25 ଧାରାରେ ହିନ୍ଦୁ, ଶିଖ, ବୌଦ୍ଧ, ଜୈନ ଆଦିକୁ ଧର୍ମ ଶିକ୍ଷାର କରାଯାଇଛି। ବୁଝିହେଲା? ତାପରେ ଦେଶର ଶାସନତନ୍ତ୍ର ଏପରିକି ତଥାକଥିତ ଧର୍ମନିରପେକ୍ଷ ସମ୍ବିଧାନ ଈଶ୍ୱର ଧର୍ମକୁ ସ୍ୱୀକାର କରେ। ଦେଶର ପ୍ରଥମ ନାଗରିକ ଓ ସର୍ବୋଚ୍ଚ ଶାସନକର୍ତ୍ତା ରାଷ୍ଟ୍ରପତି ଈଶ୍ୱରଙ୍କ ନାମରେ ଶପଥ ନେବାର ବ୍ୟବସ୍ଥା ସମ୍ବିଧାନର 60 ଧାରାରେ ଅଛି। 60 ଧାରାରେ କ'ଣ ଅଛି, ଯେଉଁ ରାଷ୍ଟ୍ରପତି ସେ କ'ଣ କରିବେ, ଈଶ୍ୱରଙ୍କ ନାମରେ ଶପଥ ପାଠ ନେବେ। ଏଠି ଈଶ୍ୱର ଜିନିଷ ଯେତେବେଳେ ଆସୁଛି, ଈଶ୍ୱର ଭଳି ମାନେ ଯେତେବେଳେ ଆସୁଛି କନସେପ୍ଟ, ସେତେବେଳେ ପ୍ରତ୍ୟୟ ମାନେ ଯେତେବେଳେ ଆସୁଛି, ସେତେବେଳେ କ'ଣ ହେଉଛି, ଧର୍ମକୁ ବୁଝଉଛି, ଧର୍ମ ସାମ୍ପ୍ରଦାୟିକତାଟାକୁ ବୁଝଉଛି। 25 ଧାରାରେ ସେ କହିଲେ ହିନ୍ଦୁ, ଶିଖ, ବୌଦ୍ଧ, ଜୈନ ଆଦିକୁ ସ୍ୱୀକାର କରାଯାଇଛି। 330 ଧାରାରୁ 342 ଧାରାରେ ଜାତିକୁ ବି ସ୍ୱୀକାର କରାଯାଇଛି। ଏସବୁ ହେଉଛି କ'ଣ, ସମ୍ବିଧାନର ଗୋଟେ ଆର୍ଟିକିଲ, ଯେଉଁଥିରେ ଗୋଟେ ଧର୍ମ ପାଇଁ କିଛି ଲେଖାଯାଇଛି।
27 ଧାରାରେ ଧର୍ମକର ନିଷିଦ୍ଧ ହୋଇଥିଲେ ମଧ୍ୟ ଅନେକ ଜନସାଧାରଣଙ୍କ ଇଚ୍ଛା ବିରୁଦ୍ଧରେ ତାଙ୍କ ଦ୍ୱାରା ପ୍ରଦତ୍ତ କର ବା ଟିକସ ଅର୍ଥରେ ମୁସଲମାନ ମାନଙ୍କ ହଜ୍ ଯାତ୍ରା ପାଇଁ ଆଂଶିକ ବ୍ୟୟ ଭରଣ କରାଯାଏ। ଏପଟେ କୁହାଯାଉଛି କେହି ନିଜର ଧର୍ମ ପାଇଁ ଟଙ୍କା ଦେବନି, କିନ୍ତୁ ଯିଏ ଚାହିଁବ ନିଜର ଧର୍ମର ଉନ୍ନତି ପାଇଁ ସେ ପଇସା ଦେଇପାରିବ। ସେଇ ପଇସାରେ ମୁସଲମାନ ମାନେ କ'ଣ କରୁଛନ୍ତି, ଯାଉଛନ୍ତି ହଜ୍ ଯାତ୍ରା ଯାଇକି କରିକି ଆସୁଛନ୍ତି, ହଜ୍ ଦେଖିକି ଆସୁଛନ୍ତି। ଏଠି ଭାରତରେ ବିଭିନ୍ନ ପ୍ରକାର ମାନେ ୟୁନିଭର୍ସିଟି ଅଛି, ଯେମିତି ମାନେ କ'ଣ କହନି ହିନ୍ଦୁ BHU ବନାରସ ହିନ୍ଦୁ ୟୁନିଭର୍ସିଟି, ଜାମିଆ ମିଲିଆ ଇସଲାମିଆ ସେଟା ଗୋଟେ ୟୁନିଭର୍ସିଟି। ଜାମିଆ ମିଲିଆ ଇସଲାମିଆ ସେଠି ମୁସଲମାନ ମାନେ ପଢ଼ିବେ। ଆଲିଗଡ଼ ମୁସଲିମ ୟୁନିଭର୍ସିଟିରେ ସେଠି ମୁସଲମାନ ପିଲାମାନେ ପାଠ ପଢ଼ିବେ। ଆଉ ବନାରସ ହିନ୍ଦୁ ୟୁନିଭର୍ସିଟିରେ ସେଠି ହିନ୍ଦୁମାନେ ପାଠ ପଢ଼ିବେ। ଜାମିଆ ମିଲିଆରେ ସେଠି ଇସଲାମିକ ମାନେ ପାଠ ପଢ଼ିବେ, ଖ୍ରୀଷ୍ଟିଆନ ମାନେ। ଏଇଟା କ'ଣ ଏଥିରୁ ସୂଚଉଛି ଯେ ଆମ ଭାରତରେ ବି କ'ଣ ହେଉଛି, ସେଇ ଯେଉଁ ସାମ୍ପ୍ରଦାୟିକତାବାଦକୁ ମାନେ ଉଦାହରଣ କିଛି ରହୁଛି ବା ଚିହ୍ନ ରହୁଛି। ତାପରେ ତୁଷ୍ଟିକରଣ ରାଜନୀତି। ତୁଷ୍ଟିକରଣ ରାଜନୀତି କ'ଣ, ମାନେ କିଛି ଲୋକଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏବଂ ଖୁସି କରିବା ପାଇଁ କ'ଣ କରାଯାଉଛି ନା, ମାନେ ତାଙ୍କୁ ଖୁସି କରିବା ପାଇଁ ତାଙ୍କ ସୁବିଧା ସୁଯୋଗ ଦିଆଯାଉଛି, ସେଇଟା କହୁଛନ୍ତି ତୁଷ୍ଟିକରଣ ରାଜନୀତି। ଯେମିତି 1993 ମସିହାରୁ ଅନନ୍ୟ ପଛୁଆ ବର୍ଗ OBC ନିମନ୍ତେ ମଣ୍ଡଳ ଆୟୋଗଙ୍କ ସୁପାରିଶ ଭିତ୍ତିରେ ସଂରକ୍ଷଣ ସୁବିଧା ପ୍ରଦାନ କରାଯାଇଛି। ଆଗରୁ OBC ମାନଙ୍କ ପାଇଁ କିଛି ନଥିଲା ସଂରକ୍ଷଣ ରିଜର୍ଭେସନ୍, 1993 ମସିହାରେ OBC ପାଇଁ ରିଜର୍ଭେସନ୍ କରାଗଲା। ଆଉ ଗୋଟେ କ'ଣ, ରାଜନୈତିକ କାରଣରୁ ଦେଶରେ ସମାନ ନାଗରିକ ସଂହିତା ବା ୟୁନିଫର୍ମ ସିଭିଲ କୋଡ୍ ପ୍ରଚଳନ ହୋଇପାରୁନାହିଁ, ଯଦିଓ ସେଥିପାଇଁ ସମ୍ବିଧାନର 44 ଧାରାରେ ନିର୍ଦ୍ଦେଶ ଅଛି। ଆମ ଧାରା 44ରେ ୟୁନିଫର୍ମ ସିଭିଲ କୋଡ୍ ବା ସମାନ ନାଗରିକ ସଂହିତା ଅଛି, ତଥାପି ବି ସେଟା କ'ଣ ହେଉଛି, ଲାଗୁ ହେଇପାରୁନାହିଁ। ହିନ୍ଦୁମାନଙ୍କ ପାଇଁ ଗୋଟିଏ ଆଇନ, ମୁସଲମାନ ମାନଙ୍କ ପାଇଁ ଗୋଟେ ଆଇନ, ମହମ୍ମଦ ଲ, ହିନ୍ଦୁ ଲ। ଏଇଠି ଦେଖିଲା ହିନ୍ଦୁ ବ୍ୟକ୍ତିଗତ ଆଇନ, ହିନ୍ଦୁ ପର୍ସନାଲ ଲ, ସେଇଟା ବି ସାମ୍ପ୍ରଦାୟିକତାର କିଛି ଦସ୍ତାବିଜ। ତାପରେ ଇତିହାସର ସାମ୍ପ୍ରଦାୟିକୀକରଣ। ଆମେ ଯେତେ ଅତୀତକୁ ଦେଖିବା ବା ଇତିହାସକୁ ଦେଖିବା, ଇଚ୍ଛା ଥାଉ କି ନଥାଉ, ଧର୍ମ ମଧ୍ୟରେ ସମ୍ପ୍ରଦାୟ ମଧ୍ୟରେ ମାଡ଼ଗୋଳ ଗଣ୍ଡଗୋଳ ବିବାଦ ଲାଗି ରହିଛି। ସେଇଟା ହେଉଛି ଇତିହାସର ସାମ୍ପ୍ରଦାୟିକକରଣ। ସେଥିରେ ମୁସଲମାନ ମାନେ ଭାରତକୁ ବହୁତ ଆସିକି ଶାସନ କରିଛନ୍ତି। ମରହଟ୍ଟା ମୁସଲମାନ, ଇଂରେଜ, ହିନ୍ଦୁ, କେତେ ରାଜା ମହାରାଜା ମାନେ ଆମ ଭାରତର ଲୋକମାନଙ୍କୁ ଶାସନ କରିଛନ୍ତି, ତାହାର ଛାପ ସାମ୍ପ୍ରଦାୟିକତାର ରୂପ ନେଇଛି। ଅର୍ଥନୈତିକ ଅନଗ୍ରସରତା କ'ଣ, ଅର୍ଥନୈତିକ ଅନଗ୍ରସରତା ହେଉଛି କ'ଣ, ଦେଖ ପିଲାମାନେ, ଧର ଗୋଟେ ଗରିବ ଲୋକଟିଏ, ସେ ଖାଇବାକୁ ପାଉନି, ତାର ଭୂମି ନାହିଁ, ଘର ନାହିଁ, ସିଏ ତାକୁ ଯଦି ଜଣେ ମୁସଲମାନ ଲୋକଟେ ଆସିକି କହିଲା ମୁଁ ତୋତେ 5 ଲକ୍ଷ ଟଙ୍କା ଦେବି, ତୁ ମୁସଲମାନ ହେଇଯା, ସିଏ ତାର ସେଟା ଲୋଭରେ ହଉ କିମ୍ବା ତାର ଦରକାର ହେଇଥାଉ, ସେ କ'ଣ କରିବ, ସେ ତା ନିଜ ଧର୍ମକୁ ବଦଳେଇ ଦେଉଛି। ସିଏ କହୁଛି ମୁଁ ତ ଖାଇବାକୁ ପିଇବାକୁ ପାଇବି, ବହି ଖାତା ଘର ଦ୍ୱାର ପାଇବି। କିଛି ଲୋକ ଦାରିଦ୍ର୍ୟ ଅଶିକ୍ଷା ଯୋଗୁଁ ମାନେ ଦଲାଲମାନଙ୍କ କବଳରେ ପଡ଼ି ସିଏ କ'ଣ କରୁଛନ୍ତି, ନିଜ ଧର୍ମକୁ ପରିବର୍ତ୍ତନ କରିଦେଉଛନ୍ତି। ହିନ୍ଦୁରୁ ମୁସଲମାନ, ମୁସଲମାନରୁ ହିନ୍ଦୁ, ଖ୍ରୀଷ୍ଟିଆନ ସବୁ ବଦଳି ଯାଉଛନ୍ତି। ସେଟା ହେଉଛି ଅର୍ଥନୈତିକ ଅନଗ୍ରସରତା। ସେଇ ଯେଉଁ ଗରିବ ଲୋକମାନେ ବାଧ୍ୟବାଧକତାରେ ହଉ କିମ୍ବା ପରିସ୍ଥିତିରେ ପଡ଼ିକି ହଉ ସାମ୍ପ୍ରଦାୟିକତାବାଦର ସମ୍ମୁଖୀନ ହେଉଛନ୍ତି। ତାପରେ ଆମେ ପଢ଼ିବା ସାମ୍ପ୍ରଦାୟିକ ଦଳ ଓ ସଂଗଠନ। ମାନେ ଭାରତରେ କିଛି ସଂଗଠନ ଆଉ କିଛି ଦଳ ଅଛି, ସେଗୁଡ଼ିକ ହେଉଛି ସାମ୍ପ୍ରଦାୟିକ ଦଳ ବା ସଂଗଠନ। ସେମାନେ କ'ଣ କରୁଛନ୍ତି, ଗୋଟେ ଦଳ ଆଉ ଦଳକୁ ମାନେ ବିରୋଧ କରୁଛନ୍ତି, ତାଙ୍କ ହିଂସା ଘୃଣା ବିରୋଧ ପ୍ରକଟ କରୁଛନ୍ତି, ସେଇଟା ବି ସାମ୍ପ୍ରଦାୟିକ ଦଳ ବା ସଂଗଠନ। ସେଇଟା ହେଉଛି ସାମ୍ପ୍ରଦାୟିକତାବାଦକୁ ପ୍ରୋତ୍ସାହିତ କରୁଛି। ତାପରେ ସାମ୍ପ୍ରଦାୟିକ ଗଣମାଧ୍ୟମ। କିଛି ମିଡ଼ିଆ ଅଛି, ମାନେ ଯେମିତି ସେଇ ମିଡ଼ିଆ ସିଏ କ'ଣ କରୁଛନ୍ତି, ଗୋଟେ ଧର୍ମକୁ ମାନେ ବିଶ୍ୱାସ କରୁଛନ୍ତି, ଭଲ ପାଉଛନ୍ତି, ଆଉ ଅନ୍ୟ ସମ୍ପ୍ରଦାୟକୁ କ'ଣ କରୁଛନ୍ତି, ମାନେ ଘୃଣା ଦ୍ୱେଷ ମାନେ ତାଙ୍କ ଭିତରେ ରହୁଛି। ସେଥିପାଇଁ ସେ କ'ଣ କରୁଛନ୍ତି, ଆରଟିକୁ ଶତ୍ରୁ ବୋଲି ଭାବୁଛନ୍ତି, ତାଙ୍କ କଥାବାର୍ତ୍ତାରେ ଉତ୍ତେଜନା ହିଂସା ସୃଷ୍ଟି କରୁଛନ୍ତି। ସାମ୍ପ୍ରଦାୟିକ ଗଣମାଧ୍ୟମ ବି ଦାୟୀ। ତାପରେ ଧର୍ମାନ୍ଧତା କ'ଣ, ମାନେ କିଛି ରୂଢ଼ିବାଦୀ ସଂସ୍କାର ବିରୋଧୀ ମାନେ ଲୋକ ଅଛନ୍ତି, ସେମାନେ କ'ଣ କରୁଛନ୍ତି ନା, ଅନ୍ୟ ଧର୍ମ ପ୍ରତି ତାଙ୍କର ଗୋଟେ ଅସହିଷ୍ଣୁ ମନୋଭାବ, ଅନ୍ୟ ଧର୍ମକୁ ବହୁତ ଘୃଣା, ମାନେ ସେ ନିଜ ଧର୍ମଟାକୁ ବହୁତ ବଡ଼ ଭାବୁଛନ୍ତି, ଆଉ ଅନୈତିକ ଭାବରେ ଧର୍ମ ପରିବର୍ତ୍ତନ କରୁଛନ୍ତି। ସେମାନଙ୍କୁ କୁହାହେଉଛି ଧର୍ମାନ୍ଧତା ବା ରିଲିଜିୟସ୍ ଫାନାଟିଜିମ୍। ତାପରେ ଏକାକିତ୍ୱ ଭାବ ବା ଆଇସୋଲେସନିଜିମ୍।
ସେ କହୁଛି କେତେକ ଉଦାରବାଦୀ ସଂଖ୍ୟାଲଘୁଙ୍କ ପ୍ରଚେଷ୍ଟା ସତ୍ତ୍ୱେ ସେହି ସମ୍ପ୍ରଦାୟ ଅନ୍ୟ ଜାତୀୟ ମହାସୂତ୍ରରେ ସାମିଲ ହୋଇପାରୁନାହିଁ। ମାନେ କିଛି କିଛି ସମ୍ପ୍ରଦାୟ ସେ କ'ଣ କରୁଛି, ସଂଖ୍ୟାଲଘୁ ବହୁତ ଅଳ୍ପ ଲୋକ ଅଛନ୍ତି ତାଙ୍କ ସମ୍ପ୍ରଦାୟରେ, ସେମାନେ କ'ଣ କରୁଛନ୍ତି ନା ଉଦାରବାଦୀ ସଂଖ୍ୟାଲଘୁ ଜାତୀୟ ମହାସୂତ୍ରରେ ସାମିଲ ହୋଇପାରୁନାହାନ୍ତି। ସେମାନେ ଶିକ୍ଷାରେ ରହୁଛନ୍ତି ବହୁତ ପଛରେ, ପାଠ ପଢ଼ାରେ, ଅର୍ଥନୀତିରେ, ସବୁଠାରେ ମାନେ ତଳିତଳାନ୍ତ ହୀନ ହେଇକି ରହୁଛନ୍ତି। ସେଥିପାଇଁ ସେମାନେ ନିଜକୁ ମାନେ ହୀନ ଆଉ ଏକାକୀ ଭାବୁଛନ୍ତି। ତାଙ୍କ ଭିତରେ ଗୋଟେ ସାମ୍ପ୍ରଦାୟିକ ବିଦ୍ୱେଷ ସୃଷ୍ଟି ହେଉଛି। ତାପରେ ନିର୍ବାଚନୀ ବାଧ୍ୟବାଧକତା। ନିର୍ବାଚନୀ ବାଧ୍ୟବାଧକତା କ'ଣ? ଭୋଟ ବାକ୍ସ ବା ଭୋଟ ବ୍ୟାଙ୍କ ପଲିଟିକ୍ସ। ସେଠିରେ କ'ଣ ରାଜନେତାମାନେ ନିଜ ଆଡ଼କୁ ଭୋଟ ପାଇବେ ବୋଲି ସେମାନେ ଜାତି ଜାତି, ଧର୍ମ ଧର୍ମ, ସମ୍ପ୍ରଦାୟ ସମ୍ପ୍ରଦାୟ ମଧ୍ୟରେ ଗୋଟେ ବିଭେଦ ସୃଷ୍ଟି କରୁଛନ୍ତି, ଗୋଟେ ଭେଦଭାବ ସୃଷ୍ଟି କରୁଛନ୍ତି ନିଜେ ସେ ଭୋଟର ହାସଲ କରିବା ପାଇଁ, ନିଜେ ଜିତିବା ପାଇଁ। ଯାହାଫଳରେ ଏଇଟା ସାମ୍ପ୍ରଦାୟିକତାବାଦକୁ ବଢ଼ଉଛି। ବିଦେଶୀ ଶକ୍ତି। ପୁଣି ଏଠି କ'ଣ ହେଲା, ବିଦେଶୀ ଶକ୍ତି ବି କିଛି ରହୁଛି। ଯେମିତି ସେମାନେ ଚାହୁଁଛନ୍ତି ଭାରତ ଭିତରେ, ଭାରତର ଅଭ୍ୟନ୍ତରରେ ମାନେ ଏମିତି ମାଡ଼ଗୋଳ ଲାଗୁ, ମାନେ ଏକ ଦେଶରେ ଅସ୍ଥିରତା ବିଦ୍ରୋହ ଦେଖାଯାଉ, ଆମେମାନେ ଆକ୍ରମଣ କରିବାକୁ ସୁବିଧା ପାଇବୁ। ସେଥିପାଇଁ ସେମାନେ କ'ଣ କରୁଛନ୍ତି, ମାନେ ଯେମିତି ଯେଉଁ ବାବ୍ରି ମସଜିଦ୍ ଘଟଣା ହେଇଥିଲା 1992 ମସିହା ଡିସେମ୍ବର 6 ତାରିଖରେ ବାବ୍ରି ମସଜିଦଟାକୁ ଭଙ୍ଗା ହେଲା। ସେଇଟା ସାରା ବିଶ୍ୱରେ ମାନେ ତା'ର ପ୍ରଭାବ ପଡ଼ିଲା। ମାନେ ଅନ୍ୟ ଦେଶ ଗୁଡ଼ିକରେ, ପୃଥିବୀର ଯେଉଁ ଅନ୍ୟ ଦେଶ ଗୁଡ଼ିକ ଅଛି, ସେଇ ଯେଉଁ ଦେଶ ଗୁଡ଼ିକରେ ହିନ୍ଦୁମାନଙ୍କର ବଞ୍ଚିବା ମରିବା ଜିନା ମରନା ହାରାମ କରିଦେଲେ। ହିନ୍ଦୁମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ଶୋଷଣ ତାଙ୍କ ଉପରେ ହେଲା। ବାହାର ଦେଶ ଗୁଡ଼ିକରେ ମନ୍ଦିର ଗୁଡ଼ାକୁ ଭାଙ୍ଗି ଦିଆଗଲା, ହିନ୍ଦୁ ମନ୍ଦିରର ଥିବା ଦେବାଦେବୀମାନଙ୍କୁ ପୋଡ଼ି ଦିଆଗଲା, ଜାଳି ଦିଆଗଲା। ଏସବୁ ମାନେ ବିଦେଶୀ ଶକ୍ତି ବି କିଛି ରହୁଛନ୍ତି। ସେ ତାଙ୍କର ଧର୍ମ ସମ୍ପ୍ରଦାୟକୁ ଉନ୍ନତ ବଡ଼ ଭାବିକି ଆମ ସମ୍ପ୍ରଦାୟକୁ ବା ହିନ୍ଦୁ ସମ୍ପ୍ରଦାୟକୁ ସିଏ ଧ୍ୱଂସ କରିବା ପାଇଁ ରହୁଛନ୍ତି, ଯାହା ଏଇଟାକି ସାମ୍ପ୍ରଦାୟିକତାବାଦର ଗୋଟେ ଦସ୍ତାବିଜ। ତାପରେ ପାରସ୍ପରିକ ଅବିଶ୍ୱାସ ଭୟ। ବର୍ତ୍ତମାନ ସମାଜରେ କେହି କାହାକୁ ଆଉ ବିଶ୍ୱାସ କରୁନାହାନ୍ତି। ସିଏ ଭାବୁଛନ୍ତି ମୋ ଧର୍ମ ବଡ଼, ତା ଧର୍ମ ଛୋଟ ହୀନ, ସିଏ ମୋତେ ହେଉଛି ଖରାପ କରିଦେବ, ସିଏ ଆମର ଖରାପ ଚାହୁଁଛି। ଏଇ ଯେଉଁ ପାରସ୍ପରିକ ଅବିଶ୍ୱାସ ଭୟ ଯୋଗୁଁ ମଧ୍ୟ ସାମ୍ପ୍ରଦାୟିକ ହିଂସା ବା ଦଙ୍ଗା ସୃଷ୍ଟି ହେଉଛି। ବୁଝିହେଲା? ତୁମେ ତାହେଲେ ସାମ୍ପ୍ରଦାୟିକତାଟାକୁ ବୁଝିପାରିଲ। ତା ପଏଣ୍ଟ ଗୁଡ଼ା ଆଉ ଥରେ କହିଦେଉଛି। ସାମ୍ପ୍ରଦାୟିକତାବାଦ ବା କମ୍ୟୁନାଲିଜିମର କ'ଣ କ'ଣ ପଏଣ୍ଟ? ଗୋଟେ ହେଲା ବିକୃତ ମାନସିକତା, ଆଉ ଖରେ ହେଲା ମନ୍ଦ ଅତୀତର ପ୍ରବାହ, ମନ୍ଦ ଅତୀତର ପ୍ରବାହ, ଶାସନତନ୍ତ୍ର ଧର୍ମନିରପେକ୍ଷ ନୁହେଁ। ତାପରେ ତୁଷ୍ଟିକରଣ ରାଜନୀତି, ଇତିହାସର ସାମ୍ପ୍ରଦାୟିକକରଣ, ଅର୍ଥନୈତିକ ଅନଗ୍ରସରତା, ସାମ୍ପ୍ରଦାୟିକ ଦଳ ଓ ସଂଗଠନ, ସାମ୍ପ୍ରଦାୟିକ ଗଣମାଧ୍ୟମ, ଧର୍ମାନ୍ଧତା, ଏକାକିତ୍ୱ ଭାବ, ନିର୍ବାଚନୀ ବାଧ୍ୟବାଧକତା, ବିଦେଶୀ ଶକ୍ତି, ପାରସ୍ପରିକ ଅବିଶ୍ୱାସ ଭୟ। ଏଗୁଡ଼ା ହେଲା ତା'ର ଗୋଟିଏ ଗୋଟିଏ ପଏଣ୍ଟ ବା କି ପଏଣ୍ଟ ତୁମେମାନେ ମନେ ରଖିବ। ତାପରେ ପ୍ରତିକାର। କ'ଣ ପ୍ରତିକାର କଲେ ଭାରତରେ ଯେଉଁ ସାମ୍ପ୍ରଦାୟିକତାବାଦ ବା ଦଙ୍ଗା ମାଡ଼ଗୋଳ ବିବାଦ ଦେଖାଯାଉଛି ସମାଧାନ ହେଇପାରିବ? ପ୍ରତିକାର ଗୁଡ଼ିକ ହେଲା ଧର୍ମ ସ୍ୱାଧୀନତା ଅପେକ୍ଷା ରାଷ୍ଟ୍ରୀୟ ଏକତା ଓ ସଂହତିକୁ ଅଧିକ ପ୍ରାଧାନ୍ୟ ଦିଆଯିବା ଉଚିତ। ଯଦି ଲୋକମାନଙ୍କ ଭିତରେ ରହିବ ଆମେ ସମସ୍ତେ ଭାରତୀୟ, ଆମ ଭାରତର ଉନ୍ନତି ହେଉ, ସମସ୍ତଙ୍କର ଉନ୍ନତି ହେଉ, ନିଜ ଧର୍ମକୁ ଛାଡ଼ି ଦେଶର ଉନ୍ନତି, ଦେଶର ମାନେ ଦେଶକୁ କେମିତି ଭଲ କରିପାରିବେ ସେଇଟାକୁ ପ୍ରାଧାନ୍ୟ ଦେବେ, ଦେଶର ଏକତା ସଂହତିକୁ, ତାହେଲେ ହେଉଛି ସାମ୍ପ୍ରଦାୟିକତାବାଦ ରହିବ ନାହିଁ। ସାମ୍ପ୍ରଦାୟିକ ଦଳ ଓ ସଂଗଠନ ଗୁଡ଼ିକୁ ତୁରନ୍ତ ନିଷିଦ୍ଧ କରାଯିବା ଆବଶ୍ୟକ। ମାନେ ଯେଉଁ ଧର୍ମ ବା ସମ୍ପ୍ରଦାୟକୁ କେନ୍ଦ୍ର କରିକି ଯେଉଁ ଦଳ, ରାଜନୈତିକ ଦଳ ଗୁଡ଼ିକ ଗଢ଼ି ଉଠିଛି, ସେଗୁଡ଼ାକୁ ତୁରନ୍ତ ବ୍ୟାନ୍ କରିଦେବା କଥା, ତୁରନ୍ତ ନିଷିଦ୍ଧ କରିଦେବା କଥା। ଶାସନତନ୍ତ୍ର ବାସ୍ତବ କ୍ଷେତ୍ରରେ ଧର୍ମନିରପେକ୍ଷ ହେବା ବିଧେୟ। ସଂରକ୍ଷଣ ବ୍ୟବସ୍ଥା ତୁରନ୍ତ ବାତିଲ ହେବା ଆବଶ୍ୟକ। ଯେଉଁ ରିଜର୍ଭେସନ୍ ରହୁଛି, ମୁସଲମାନ, ହିନ୍ଦୁ, ମାଇନରିଟି, SC ST OBC ଦୁନିଆ ସଂରକ୍ଷଣ ରିଜର୍ଭେସନ୍ ହେଉଛି, ସେଟାକୁ ବି ସେ କହୁଛି ବାତିଲ ହେବା ଆବଶ୍ୟକ। ସେହି ସୁବିଧା ଅର୍ଥନୈତିକ ଅନଗ୍ରସରତା ଆଧାରରେ ସବୁ ସମ୍ପ୍ରଦାୟ ନିମନ୍ତେ ପ୍ରଯୁଜ୍ୟ ହେବା ଦରକାର। ସେ କହୁଛି ଜାଣିଛ ନା କ'ଣ, ଯେଉଁ SC ST OBC ୱିମେନ୍ ଦୁନିଆ କୋଟା କରିକି ରିଜର୍ଭେସନ୍ ରଖିଛ, ସେଇଟାକୁ ହଟେଇ ଦେଇକି ପ୍ରକୃତରେ ଯେଉଁମାନେ ଗରିବ ଲୋକ ସେଇମାନଙ୍କ ପାଇଁ ଯଦି ରିଜର୍ଭେସନ୍ ହୁଅନ୍ତା, ତାହେଲେ ଏଇ ଯେଉଁ ସାମ୍ପ୍ରଦାୟିକତାବାଦଟା କମିଯାଆନ୍ତା। ଧର ଯାହା ବାପ MLA MP କଲେକ୍ଟର DSP ତାଙ୍କର SC ST, ତା ପୁଅ ବି SC ST କୋଟା ପାଉଛି,
ତା ପୁଅ ବି SC ST କୋଟାରେ ଚାକିରି ପାଉଛି, ସୁବିଧା ସୁଯୋଗ ପାଉଛି, ସେଇଟା ଗୋଟେ ଜେନେରାଲ ପିଲାଟା। ଏମିତିରେ ବି ଜେନେରାଲ ସାଧାରଣ ବର୍ଗର ଲୋକ ଅଛନ୍ତି, ଗରିବ ପିଲା, ସେମାନେ ପଢ଼ି ପାରୁନାହାନ୍ତି ପଇସା ପତ୍ର ଅଭାବରୁ। ତା ମନରେ କ'ଣ ଗୋଟେ ଦ୍ୱେଷ ଭାବ ସୃଷ୍ଟି ହେଉଛି, ବୁଝିହେଉଛି। ସେ ସେଇଟା କହୁଛି, ମାନେ ଯେଉଁମାନେ ଇକୋନୋମିକାଲି ୱିକର୍, ଯେଉଁମାନେ ପଇସା ପତ୍ର ନାହିଁ, ସେମାନଙ୍କୁ ମାନେ କିଛି ସାହାଯ୍ୟ ମିଳିବା ଉଚିତ। ତାପରେ ପଏଣ୍ଟ ହେଲା ଇତିହାସ ଗଣମାଧ୍ୟମର ସାମ୍ପ୍ରଦାୟିକରଣ ନିମନ୍ତେ କଠୋର ଦଣ୍ଡ ବ୍ୟବସ୍ଥା। ଯେଉଁ ମିଡ଼ିଆ ବାଲା ETV, OTV, GTV, ଯେତିକି ସବୁ ଟିଭି ଅଛି, NDTV, ଧର ନ୍ୟାସନାଲ୍ ନ୍ୟୁଜ୍ର ଯେଉଁ ହେଉଛି ରହୁଛି, ସେମାନେ ଧର ହେଉଛି କ'ଣ କରିବେ, ସବୁ ଗଣମାଧ୍ୟମ ଆଉ ହିଷ୍ଟ୍ରି, ସେମାନେ ଯଦି ସାମ୍ପ୍ରଦାୟିକରଣଟା କ'ଣ ଗୋଟେ କହିବେ, ତାଙ୍କ ବିରୋଧରେ କଠୋର ଦଣ୍ଡ କରିବା ବାଞ୍ଛନୀୟ ହେଲା। ତାପରେ ଧାର୍ମିକ ଶୋଭାଯାତ୍ରା ଉପରେ କଠୋର କଟକଣା ଲାଗୁ ରହିବା ଉଚିତ, ବୁଝିହେଉଛି। ଏଇସବୁ ରହିଲେ କ'ଣ ହେବ, ସାମ୍ପ୍ରଦାୟିକତାବାଦଟା କମିଯିବ, ବୁଝିହେଲା। ହଉ, ଆମେ ଏଇଟା ପଢ଼ିବ ଜାତିଆଣାବାଦ। କେତେ ମିନିଟ୍ ହେଇଛି ଆଦିତ୍ୟ? 20। ବନ୍ଦ କରିଦିଅ।